ନିଜେ ପରିଶ୍ରମ କରି ମନ୍ଦିର ସଫା କଲେ ଆଡ଼େଣିଗଡ଼ ଗ୍ରାମବାସୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ଠାରେ ଥିବା ଶିବ ମନ୍ଦିର ପରିସରକୁ ଗ୍ରାମବାସୀମାନେ ନିଜେ ପରିଶ୍ରମ କରି ସଫା କରିଥିଲେ। ସୂଚନା ଅନୁସାରେ ଆଡ଼େଣିଗଡ଼ଠାରେ ଥିବା ବାବା ଚନ୍ଦ୍ରଶେଖର ମନ୍ଦିରଟି ବହୁ ପୁରାତନ ମନ୍ଦିର ଅଟେ। ଉକ୍ତ ମନ୍ଦିରକୁ ଲାଗି ଏକ ରାଧାକୃଷ୍ଣ ମନ୍ଦିର ଓ ଏକ ଶନି ମନ୍ଦିର ଅବସ୍ଥିତ ଅଛି। ମନ୍ଦିରର ଗୋଟେ ପାର୍ଶ୍ୱରେ ଗ୍ରାମର ଆରାଧ୍ୟ ଦେବୀ ମା ବରାଳ ଦେବୀ ପୂଜା ପାଉଥିବା ବେଳେ ଅପର ପାର୍ଶ୍ୱରେ ଏକ ବଡ଼ ପୁଷ୍କରଣୀ ମନ୍ଦିରର ଶୋଭାବର୍ଦ୍ଧନ କରୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ମନ୍ଦିରର ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ କୌଣସି ଆର୍ଥିକ ସହାୟତା ମିଳିପାରି ନଥିଲା। ଗ୍ରାମବାସୀମାନେ ବାରମ୍ବାର ଅନୁରୋଧ କରିବା ପରେ ମନ୍ଦିରର ପାଚେରୀ ନିର୍ମାଣ ପାଇଁ କିଛି ଆର୍ଥିକ ଅନୁଦାନ ମିଳିଥିଲା, ଯାହାକି ମନ୍ଦିରର ଗୋଟେ ପାର୍ଶ୍ୱର ପାଚେରୀ ସମ୍ପୂର୍ଣ୍ଣ ହୋଇପାରିଛି। ଯେହେତୁ ଅନ୍ୟ ପାର୍ଶ୍ୱଟି ସମ୍ପୂର୍ଣ୍ଣ ହୋଇ ନପାରି ଖୋଲା ଅଛି, ତେଣୁ ବିଭିନ୍ନ ପ୍ରକାରର ଅସାମାଜିକ ଲୋକ ଗାଈ ଗୋରୁ ଛେଳି ମେଣ୍ଢା ଯାଆ ଆସ କରି ମନ୍ଦିର ପରିସରକୁ ମଇଳା ଆବର୍ଜନା କରିବା ସହିତ ମନ୍ଦିର ପରିସରରେ ଥିବା ଆମ୍ବ ଗଛ ଫୁଲ ଗଛ ଗୁଡ଼ିକ ନଷ୍ଟ କରିଦେଉଛନ୍ତି। ତେଣୁ ଏ ସମ୍ପର୍କରେ ଗତ 2 ଦିନ ତଳେ ଗ୍ରାମର ମୁଖିଆ ଶ୍ରୀପତି ଭୋଇଙ୍କ ନେତୃତ୍ୱରେ ଏକ ସଭା କାର୍ଯ୍ୟ କରାଯାଇଥିଲା ଓ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ମନ୍ଦିର ପରିସରରେ ଫୁଲ ଫଳ ଗଛ ଲଗାଇବା ଓ ଅସମ୍ପୂର୍ଣ୍ଣ ହୋଇଥିବା ପାଚେରୀଟି କେମିତି ସମ୍ପୂର୍ଣ୍ଣ ହୋଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ଆଧାରରେ ଗତକାଲି ଗ୍ରାମର ସବୁ ପୁରୁଷ ମହିଳା ମିଶି ମନ୍ଦିର ପରିସରକୁ ସଫାସୁତୁରା କରିଥିଲେ ଓ ଖୋଲାଥିବା ଅନ୍ୟପଟ ପାଚେରୀ ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ଭୋଇ, ପୂର୍ଣ୍ଣ ଭୋଇ, ଦେବରାଜ ସାହୁ, ଚିତ୍ତ ସାହୁ, ବିରାଜ ବାରିକ, ଅନ୍ତର୍ଯାମୀ ପ୍ରଧାନଙ୍କ ସହିତ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।